ତାपर କାରିକାରେ କହୁଛନ୍ତି 209 ଯିଏ କେବଳ ନିଜ ପାଇଁ ଅର୍ଜନ କରେ ତାହାକୁ ସିଏ ସ୍ୱର୍ଗ ଏବଂ ପୁଣ୍ୟ ବୋଲି କହୁଥିଲେ ମଧ୍ୟ ତାହା ଦ୍ୱାରା ସେ କେବଳ ମନ୍ଦ ହିଁ ଅର୍ଜନ କରୁଥାଏ। ଏଇ କଥାଟି ଯେତେ ଥର ଆମେ ଯୋଉଠି ବି ପଢୁଛୁ ଏଇ କଥାଟି ଆପେ ଆପେ ତା ସହିତ ଆସୁଛି। ଯେତେବେଳେ ବ୍ୟକ୍ତିକ ଇନ୍ଦ୍ରିକ ହେଇଯାଉଛି, ଯେତେବେଳେ ସିଏ ନିଜକୁ ପ୍ରତିଷ୍ଠିତ କରୁଛି, ମୋ ନିଜର ଗାରିମା ଆମେ ଯୋଉ ଯେମିତି କହନ୍ତି ସେମିତି ସେ ନିଜକୁ ଏନରିଚ୍ କରିବା ପାଇଁ କୋଉ ଦୃଷ୍ଟିକୋଣରୁ ଇଗୋକୁ ଏନରିଚ୍ କରିବା ପାଇଁ ଯେତେବେଳେ ସେ କରେ ସେତେବେଳେ ସେ ତାକୁ ଯେତେ ବଡ ନାଁ ଦଉନା କାହିଁକି ଆମେ ଯେମିତି କଥା ହଉଥିଲେ ଜଣେ ଯେତେବେଳେ ଦୟା କରେ ବା ଦାନ କରେ ଏଇଟା ସ୍ୱାଭାବିକ ଭାବରେ ଗୋଟେ ବାହାରକୁ ଦେଖାଯାଏ ପୁରା ଭାବରେ ଯେଟାକୁ ପୁଣ୍ୟ କାମ, କିନ୍ତୁ ତା ଫଳରେ ସେ ତାର ଇଗୋକୁ ଯଦି ବଢଉଛି, ଇଗୋକୁ ଯଦି ଅଧିକରୁ ଅଧିକ ଖାଦ୍ୟ ଦେଇ ଚାଲିଛି, ସେ ଯେମିତି ବଢି ବଢି ଚାଲୁଛି, ତାହେଲେ ତାହା ସିଏ ନିଜେ ଯେତେ ପୁଣ୍ୟ ବୋଲି କହୁନା କାହିଁକି ସେ ହଉଛି ମନ୍ଦ ହିଁ ଅର୍ଜନ କରି କରି ଚାଲିଛି। ତାକୁ ମା ବର୍ଣ୍ଣନା କରୁଛନ୍ତି ଆହୁରି ଅତି ଗଭୀର ଭାବରେ କହୁଛନ୍ତି ପରମାନନ୍ଦ ଲାଭ ହେଉଛି ମନୁଷ୍ୟର ଯଥାର୍ଥ ଅଧିକାର। ମା କଣ କହିଲେ? ମା କହିଲେ ପରମାନନ୍ଦ ଲାଭ ହେଉଛି ମନୁଷ୍ୟର ଯଥାର୍ଥ ଅଧିକାର, କାରଣ ସେଇଥି ସକାଶେ ହିଁ ତାର ସୃଷ୍ଟି ହୋଇଥିଲା। ମାତ୍ର ଅହଂ ଦ୍ୱାରା ପ୍ରେରିତ ହୋଇ ସେ ଯାହା କିଛି କରିବାକୁ ଯିବ ତଦ୍ୱାରା ସିଏ ପରମାନନ୍ଦ ଲାଭର ବିପରୀତ କାର୍ଯ୍ୟଟିକୁ ହିଁ କରିବ। ଜ୍ଞାନ 209 ଯୋଉ କହିଲେ ତମେ ତାକୁ ଯାହା ନାଁ ଦିଅ, ତମେ ତାକୁ ଭଗବତ କର୍ମ ନାଁ ଦିଅ, ପୁଣ୍ୟ ପଥର ଯାତ୍ରୀ ବୋଲି ତମେ ନିଜକୁ ମନେ କରିପାର, ତମେ ଯୋଉ କାମ କରୁଛ ସେଥିରେ ସ୍ୱର୍ଗରେ ରହିବ, ସ୍ୱର୍ଗ ପ୍ରାପ୍ତି ହବ ବୋଲି ମନେ କରିପାର, କିନ୍ତୁ ତାହା ହଉଛି କଣ? ପରମାନନ୍ଦ ଲାଭର ବିପରୀତ କାର୍ଯ୍ୟ। ହଁ, ଏଇଠି ଗୋଟେ ମିସ୍ ଇଣ୍ଟରପ୍ରିଟେସନ ଆମେ କରୁ, ସେଟା ହଉଛି କଣ ନା ଈଶ୍ୱର ଯାହା କହନ୍ତି ପ୍ରାଣୀର ମଙ୍ଗଳ ପାଇଁ ଇତ୍ୟାଦି ଇତ୍ୟାଦି ଯୋଉ ଯେତକ ରହିଛି ଆମ ପାଖରେ ମାଙ୍କର ପ୍ରଭୁଙ୍କର ଅନ୍ୟାନ୍ୟ ଯିଏ ବି ଭଗବତ ମାର୍ଗୀ ହେଇଛନ୍ତି ସେମାନେ ଯାହା ଯାହା କହିଛନ୍ତି ତାକୁ ଆମେ ବ୍ୟବହାର କରି କଣ କରୁ, ନିଜ ଇଗୋକୁ ସାଟିସ୍ଫାଏ କରୁ ଏବଂ ପରମାନନ୍ଦ ଲାଭର ବିପରୀତ କାର୍ଯ୍ୟଟି କରି ଚାଲିଥାଉ, ଇଗୋକୁ ବଢେଇ ଚାଲିଥାଉ। ମା କହୁଛନ୍ତି ଉଦାହରଣ ସ୍ୱରୂପ ଯଦି ତୁମେ କେବଳ ନିଜ ଲାଗି ସେହି ଆନନ୍ଦକୁ ଲୋଡୁଥିବ ତଦ୍ୱାରା ତୁମେ ତାହାକୁ ଆକର୍ଷିତ କରି ଆଣିବା ପରିବର୍ତ୍ତେ ତାହାକୁ ପ୍ରକୃତ ଦୂରକୁ ଦୂରକୁ ହଟାଇ ଦେବାରେ ହିଁ ଲାଗିଥିବ। ଯେମିତି କେହି କେହି ବର୍ଣ୍ଣନା କରନ୍ତି ଯେ ସେତେବେଳେ ଋଷିମାନେ ଯୋଉ ଲେଖିଛନ୍ତି ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା, ସିଏ ସର୍ବେ ଭବନ୍ତୁ ସୁଖିନ ଯୋଉ କହୁଛନ୍ତି ସେ ଏଇଥିପାଇଁ କହୁଛନ୍ତି ଯେତେବେଳେ ସମସ୍ତେ ସୁଖରେ ରହିବେ ସିଏ ବି ତା ଭିତରେ ସୁଖରେ ରହିଯିବେ। ଏଇ ଥଟ୍ ଇଟ୍ ସେଲ୍ଫ କହିଦଉଛି ଯେ ଆମର ସଂକୀର୍ଣ୍ଣ ଚିନ୍ତାଧାରାକୁ ପ୍ରତିପାଦିତ କରୁଛି। ଆମର ଏଇ ଥଟ୍ ପ୍ରୋସେସ କଣ ନା ସମସ୍ତେ ସୁଖରେ ରହିଲେ ମୁଁ ବି ସୁଖରେ ରହିବି। ସିଏ ଯେତେବେଳେ ଯୋଉ ସାଧୁ ମାନେ ପରମାନନ୍ଦ ପ୍ରାପ୍ତ କରୁଥିଲେ, ଭଗବତ ସହିତ ଏକୀଭୂତ ହଉଥିଲେ, ତାଙ୍କୁ ଯେତେବେଳେ ପ୍ରାପ୍ତ କରୁଥିଲେ ସ୍ୱାଭାବିକ ଭାବେ ସ୍ୱତଃସ୍ଫୂର୍ତ୍ତ ଭାବେ ତାଙ୍କ ଭିତରେ ଏକ ବିସ୍ତାର, ଏକ ପ୍ରସାର, ଏକ ବ୍ୟାପକତା ତାର ପରିସ୍ଫୁଟନ ହଉଥିଲା। ତା ଫଳରେ ସେମାନେ ଏଇ ଯୋଉ ଶ୍ଲୋକ କହୁଛନ୍ତି ଯେ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା, ଏଇଟା ତାଙ୍କର ସ୍ୱତଃସ୍ଫୂର୍ତ୍ତ ଭାବରେ ଆସୁଛି। ଏଇଥିପାଇଁ ଆସୁନାହିଁ ଯେ ସମସ୍ତେ ପାଇଲେ ମୁଁ ତା ଭିତରେ ବି ଗୋଟେ ରହିଯିବି ତେଣୁ ମୁଁ ବି ପାଇଯିବି, ସେମିତି ନୁହେଁ। ତେଣୁ ଇଏ ତ ଗଲା ଗୋଟେ ମିସ୍ ଇଣ୍ଟରପ୍ରିଟେସନ। ଯଦି ବ୍ୟକ୍ତି ନିଜ ପାଇଁ କେବଳ ଆନନ୍ଦକୁ ଲୋଡୁଥିବ, ମୁଁ ଭଲରେ ରହିବି ଯେମିତି ସେମିତି ଯଦି ସେ କରିଚାଲିଥିବ ତାହେଲେ ସିଏ ଦୂରକୁ ଦୂରକୁ ହଟାଇ ଦେବାରେ ହିଁ ଲାଗିଥିବ ବୋଲି ମା ବର୍ଣ୍ଣନା କରୁଛନ୍ତି। ଆତ୍ମବିସ୍ମରଣ ଏବଂ ଆତ୍ମଦାନ ଦ୍ୱାରା ପ୍ରତିବଦଳରେ ଆଦୌ କିଛି ପାଇବାର ଆଶା ନ ରଖି, ଅର୍ଥାତ୍ ଏହି ପରମାନନ୍ଦ ମଧ୍ୟରେ ଏପରି ଭାବରେ ସଂଯୁକ୍ତ ହୋଇ ରହି ଯେପରିକି ତାହା ଆପଣାର ଔଜ୍ଜଲ୍ୟକୁ ସମସ୍ତଙ୍କ ଉପରେ ବିସ୍ତାରି ଦେଇପାରିବ, ତୁମେ ଏହିପରି ଭାବରେ ହିଁ ଅସଲ ଅନ୍ତର୍ଗତ ଶାନ୍ତିଟିକୁ ଲାଭ କରିପାରିବ। ଏପରି ଏକ ଆନନ୍ଦ ଲାଭ କରିବ ଯାହାକି ତୁମକୁ କେବେ ହେଲେ ଛାଡିଯିବ ନାହିଁ। ଆତ୍ମଦାନ, ଆତ୍ମବିସ୍ମରଣ, ପ୍ରତିବଦଳରେ କିଛି ଆଶା ନ ରଖି, ଆମେ
ଯଦି ଆତ୍ମକୈନ୍ଦ୍ରିକ ହେଇଥିବୁ, ଯେତେବେଳେ ଆତ୍ମଦାନ କଥା ଉଠେ ସେତେବେଳେ ଆମ ଭିତରେ ଆସେ ମୁଁ ତ ନିଜକୁ ଦେଇଦେବି ତାହେଲେ ମୋର କଣ ରହିବ? ମୋର ବ୍ୟକ୍ତିତ୍ୱ ବି ମାନେ ଯଦି ଆଉ ଟିକେ ବଡ଼ ଧରଣ କହିବେ ମୋର ବ୍ୟକ୍ତିତ୍ୱ କଣ ରହିବ? ମୋର ସ୍ଥାୟିତ୍ୱ କଣ ରହିବ? ମୋର ସ୍ଥିତି କୋଉଠି ରହିବ? ଇଏ ହଉଛି ତାମାନେ ମୁଁ ଏବେ ବି ଇଗୋଇଷ୍ଟିକ ବା ଇଗୋର କବ୍ଜାରେ ରହିଛି। ସେଇ ଯୋଉ ବନ୍ଦୀଟିଏ ମୁଁ ଯୋଉ ନିଜେ ଗୋଟେ ଶିକୁଳି ଗୋଟେ କାରାଗାର ତିଆରି କରିଛି, ସେ କାରାଗାର ଭିତରେ ମୁଁ ନିଜେ ନିଜେ ବନ୍ଦୀ ହେଇକି ରହିଛି, ଶୃଙ୍ଖଳବଦ୍ଧ ହୋଇକି ରହିଛି। ଯେତେବେଳେ ନିଜକୁ ଦେଇ ଦିଅନ୍ତି, ଯେତେବେଳେ ଆତ୍ମ ଉତ୍ସର୍ଗ, ଆତ୍ମଦାନ, ଆତ୍ମବିସ୍ମରଣ ଇଏ ଯେତେବେଳେ ହୁଏ, ସେତେବେଳେ ପ୍ରତି ବଦଳରେ କିଛି ଆଶା ନ ରଖି କରୁଥିବ। ଏମିତି ବି ଆଶା ରଖିବେ ଯେ ମୁଁ ଆତ୍ମଦାନ କରୁଛି ତା ଦ୍ୱାରା ମୁଁ ବିସ୍ତାର ହେଇଯିବି, କିମ୍ବା ମୁଁ ଆତ୍ମଦାନ କରିବା ଦ୍ୱାରା ମୋ ଭିତରେ ଏଇଟା ମିଳିବ, ଏଇଟା ଲାଭ ହବ, ଏଇଟା ଉପଲବ୍ଧି ହବ, ଏଇ ଯଦି ଆଶା ବି ଇଏ ଆଶା ବି ନଥିବ, କିଛି ଆଶା ନ ରଖି ଯେତେବେଳେ ଆମେ ଆତ୍ମଦାନ, ଆତ୍ମବିସ୍ମରଣ, ଆତ୍ମୋତ୍ସର୍ଗ କରୁଛୁ, ସେତେବେଳେ ପରମାନନ୍ଦ ଆମ ସହିତ ସଂଯୁକ୍ତ ହେଇ ରହିବେ। ସଂଯୁକ୍ତ ହେଇକି ରହିବେ, କେବଳ ପ୍ରାପ୍ତ ହେଇକି ପଳେଇ ଯିବେନି, ସ୍ଥାୟିତ୍ୱ ଲାଭ କରିବା ଭିତରେ। ଯେତେବେଳେ ସିଏ ମୋ ଭିତରେ ସ୍ଥାୟିତ୍ୱ ଲାଭ କରିବ, ତେଣୁ କଣ୍ଡିସନ କହିଦେଲେ, କଣ କହିଲେ? ଆତ୍ମବିସ୍ମରଣ, ଆତ୍ମଦାନ, ପ୍ରତି ଦାନରେ ବା ପ୍ରତି ବଦଳରେ ଆଦୌ କିଛି ପାଇବାର ଆଶା ନ ରଖି, ତାହେଲେ ପରମାନନ୍ଦ ମୋ ଭିତରେ ସ୍ଥାୟିତ୍ୱ ଲାଭ କରିବ। ଏବଂ ସ୍ଥାୟିତ୍ୱ ଲାଭ କଲେ କଣ ହବ? ଗୋଟେ ଆମ ଭିତରେ ଗୋଟେ ଔଜ୍ଜଲ୍ୟତା ପରିପ୍ରକାଶ ହବ। ଏବଂ ସେ ଯୋଉ ଔଜ୍ଜଲ୍ୟତା ଆମେ ପ୍ରାପ୍ତ କରିବା, ସେଇଟା ବିସ୍ତାରିତ ଆମେ କରିପାରିବା। କିନ୍ତୁ ଏଇଠି ପୁଣି ବି କେତେକ ଲୋକ ପ୍ରଶ୍ନ କରନ୍ତି ଯେ ମହାନ ସାଧୁମାନଙ୍କ ପାଖରେ ବି ରହି ସମସ୍ତେ କଣ ମୁକ୍ତି ପାଇଯାଆନ୍ତି ବା ସମସ୍ତେ କଣ ଉଚିତ ମାର୍ଗରେ ଯାଆନ୍ତି କି? ଏଠି ବି ନିର୍ଭର କରୁଛି, ସିଏ ବିସ୍ତାରିତ କରୁଛନ୍ତି ଏଇଟା ଠିକ, କିନ୍ତୁ ଏଠି ବି ନିର୍ଭର କରୁଛି ଯେ ଚତୁଃପାର୍ଶ୍ୱରେ ଯିଏ ରହିଛନ୍ତି ସେମାନଙ୍କର ଗ୍ରହଣଶୀଳତା ଏବଂ ସାମର୍ଥ୍ୟ ଉପରେ। ସେମାନଙ୍କର ପ୍ରସ୍ତୁତି କେତେ ବାଟ ରହିଛି, ସେମାନଙ୍କର ଆସ୍ପିରେସନ କଣ ରହିଛି, ତା ଉପରେ ନିର୍ଭର କରେ। ନହେଲେ କଣ ହବ? ଆପଣ ଦେଖନ୍ତୁ, ଜଣେ ଯେତେବେଳେ ନିଜେ ନ ଚାହୁଁଛି, ଆପଣ ତାକୁ ଯେତେ ମହାନ ଅର୍ଘ୍ୟ ଦେଲେ ମଧ୍ୟ ସେ ତାକୁ ହେୟ ଜ୍ଞାନ କରିବ, ସାଇଡ କରିଦବ, ତାର ସେଇଟା ଆବଶ୍ୟକ ନାହିଁ। ଆପଣଙ୍କ ପାଇଁ ସେଇଟା ମୂଲ୍ୟବାନ, ଆପଣଙ୍କ ପାଇଁ ତାହା ଅତି ଗୁରୁତ୍ୱପୂର୍ଣ୍ଣ, ଅପରିହାର୍ଯ୍ୟ, ତା ପାଇଁ ତାର କିଛି ମୂଲ୍ୟ ନାହିଁ, ମୂଲ୍ୟହୀନ, ତେଣୁ ସେ ତାକୁ ଥୋଇ ଦେଇ ପଳେଇବ। ତୁମେ ଏହିପରି ଭାବରେ ହିଁ ଅସଲ ଅନ୍ତର୍ଗତ ଶାନ୍ତିଟିକୁ ଲାଭ କରିପାରିବ। ଏପରି ଏକ ଆନନ୍ଦ ଲାଭ କରିବ ଯାହାକି ତୁମକୁ କେବେ ହେଲେ ଛାଡିଯିବ ନାହିଁ। ଏଇଠି ଆମେ କଥା ହେଲେ ଯୋଉଟା ଯେ ସ୍ଥାୟିତ୍ୱ ଲାଭ କରିବ ଆମ ଭିତରେ। ତାପରେ ଯେହେତୁ ଆତ୍ମବିସ୍ମରଣ ଏବଂ ଆତ୍ମଦାନ ଦୁଇଟି ଯାକ ଶବ୍ଦ କହିଲେ, ତେଣୁ ପ୍ରଶ୍ନ ହଉଛି ଯେ ଆତ୍ମବିସ୍ମରଣ ଏବଂ ଆତ୍ମଦାନ ମଧ୍ୟରେ କିଛି ପାର୍ଥକ୍ୟ ରହିଛି? ଦେଖନ୍ତୁ, ଆତ୍ମଦାନ, ଆତ୍ମବିସ୍ମରଣ ଶବ୍ଦ ଇଟସେଲ୍ଫ ଆମକୁ କହିଦଉଛି କଣ। ଆତ୍ମବିସ୍ମରଣ ହଉଛି କଣ? ନିଜକୁ ଭୁଲିଯିବା, ବିସ୍ମରଣ କରିବା ତ ଭୁଲିଯିବା, ତାମାନେ ଗୋଟେ ନିଷ୍କ୍ରିୟ ସ୍ଥିତି। ଯଦି ଆମେ ଦେଖିବା, ମା ଲେଖୁଛନ୍ତି ଆତ୍ମବିସ୍ମରଣ କେବଳ ଏକ ନିଷ୍କ୍ରିୟ ସ୍ଥିତି ହୋଇ ବି ରହିପାରେ, ଅହଂ ଭାବର ସମ୍ପୂର୍ଣ୍ଣ ନିରାକରଣ ଦ୍ୱାରା ତାହା ସମ୍ଭବ ହୋଇପାରେ। ଆତ୍ମବିସ୍ମରଣ ସେତିକି ବେଳେ ହବ ଗୋଟେ ସ୍ଥିତି ଯୋଉଠି କି ଅହଂର ସମ୍ପୂର୍ଣ୍ଣ ନିରାକରଣ ହେଇଯାଇଥିବ, ଅହଂ ଆଉ ନଥିବ। ସେତେବେଳେ ଅହଂ ନଥିଲେ ହିଁ ନିଜକୁ କେବଳ ଭୁଲି ହବ। ଏଇଠି ଆମେ ମହାରାଜଙ୍କର ସେ କଥାଟିକୁ ମଧ୍ୟ ଆଲୋଚନାକୁ ଆଣିପାରିବା। ଯେମିତି କହିଲେ କଣ, ମୁଁ ବଜାତ ମୁଁ ବି ରହିଛି, ଆଉ ଗୋଟେ ଭଲ ମୁଁ ରହିଛି। ଯେ ପର୍ଯ୍ୟନ୍ତ ଭଗବାନଙ୍କ ସହିତ ମୋର ଏକୀଭୂତ ହେଇନାହିଁ, ଏକତ୍ୱ ବୋଧ ଆସିନାହିଁ, ସେ ପର୍ଯ୍ୟନ୍ତ ମୁଁ ରହିଥାଏ। ଭଗବାନଙ୍କୁ ଆସ୍ପୃହା କରିବା, ଭଗବାନଙ୍କ ପାଇଁ କାର୍ଯ୍ୟ କରିବା, ଭଗବାନଙ୍କୁ ଅବିକୃତ ଭାବରେ ବା ପରମଙ୍କୁ ଅବିକୃତ ଭାବରେ ପରିପ୍ରକାଶ କରିବା, ଏଇ ଯୋଉଟା କି ଯିଏ ବି ସଂକଳ୍ପ କରୁଛି ବା ଯୋଉ ମୋ ଭିତରେ ଭାବଟି ବି ଆସୁଛି, ସିଏ ବି ଯୋଗ ମାନେ ଜଣେଇ ଦଉଛନ୍ତି ଯେ ଅହଂର ସ୍ଥିତି ଟିକେ ଟିକେ ରହିଛି। ସେଇଟାକୁ ଆମେ କେବଳ ଭାଷ୍ୟରେ କହିପାରୁ, ଯୋଉଟା କହୁଛନ୍ତି ମହାରାଜ ଯେ ଏଇଟା ହଉଛି ଗୋଟେ ଭଲ ମୁଁ। କିନ୍ତୁ ଯେତେବେଳେ ପରମାନନ୍ଦ ବା ଭଗବାନଙ୍କ ଭିତରେ ବା ପରମଙ୍କ ଭିତରେ ମୁଁ ଯେତେବେଳେ ବଞ୍ଚିବା ଆରମ୍ଭ କରିବି, ସେତେବେଳେ ଏଇ ଯୋଉ ଅହଂ ଭାବ ମଧ୍ୟ ଆଉ ନଥାଏ। ସେତେବେଳେ
ମୁଁ ଆଉ ଅଲଗା ହେଇକି ରହିନଥିବି ତେଣୁ ମୁଁ ଆଉ କୋଉଠି ଥିବି। ଆତ୍ମଦାନ ଆତ୍ମଦାନ କେତେବେଳେ ହବ ନା ଜଣେ ନିଜେ ପ୍ରେରିତ ହେଇକି ଦାନ କରୁଛି। ପରମ ସତ୍ତାଙ୍କ ଉଦ୍ଦେଶ୍ୟରେ ବା ପରମଙ୍କ ଉଦ୍ଦେଶ୍ୟରେ ବା ଦିବ୍ୟ ଜନନୀଙ୍କ ଉଦ୍ଦେଶ୍ୟରେ ଆଦିଶକ୍ତିଙ୍କ ଉଦ୍ଦେଶ୍ୟରେ ପରମଙ୍କ ସେଇ ଯୋଉ ଆମେ କହୁଛୁ ସଚ୍ଚିଦାନନ୍ଦ ପରମ ପ୍ରଭୁ ତାଙ୍କ ଉଦ୍ଦେଶ୍ୟରେ ଯେତେବେଳେ ଆମେ ପ୍ରେରିତ କିଛି କରୁଛୁ ଅର୍ପଣ କରୁଛୁ ସେତେବେଳେ ତାକୁ ଆତ୍ମଦାନ ବୋଲି କୁହାଯାଏ। ମା କହୁଛନ୍ତି ଆତ୍ମଦାନ ଯାହା ଦିବ୍ୟ ପରମ ସତ୍ତାଙ୍କ ଉଦ୍ଦେଶ୍ୟରେ ଆପଣଙ୍କୁ ପ୍ରେରିତ କରି ରଖିଥିବା ସମୟରେ ହିଁ ତାହା ଆପଣାର ପୂର୍ଣ୍ଣ ମୂଲ୍ୟ ଉପଲବ୍ଧି କରିପାରେ। ସେତିକି ବେଳେ ନିଜର ପୂର୍ଣ୍ଣ ଉପଲବ୍ଧିର ମୂଲ୍ୟ ଉପଲବ୍ଧି କରିପାରେ। ପଢି ଦଉଛି ତାପରେ ହେଉଛି ଏକ ସକ୍ରିୟ ଗତିସ୍ପନ୍ଦନ ଏବଂ ସେଥିରେ ଶୁଦ୍ଧତମ ଏବଂ ଉଚ୍ଚତର ସ୍ତରର ଏକ ପ୍ରେମ ମଧ୍ୟ ଅନ୍ତର୍ଗତ ହୋଇ ରହିଥାଏ। ଦିବ୍ୟ ପରମ ସତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ପୂର୍ଣ୍ଣ ଆତ୍ମଦାନ ତାହା ହିଁ ହେଉଛି ଜୀବନର ଯଥାର୍ଥ ଉଦ୍ଦେଶ୍ୟ। ଯୋଉ ଏଠି କହିଲେ ଯେ ପୂର୍ଣ୍ଣ ମୂଲ୍ୟ ଉପଲବ୍ଧି, ଦେଖନ୍ତୁ ଆମେ ଯଦି ଆମେ ଦେଖିବା ଜଣେ ଛାତ୍ର ଯେତେବେଳେ ଶିକ୍ଷା ଗ୍ରହଣ କରୁଛି ସିଏ ତାର ପ୍ରୟାସରେ ଲାଗି ରହିଛି କରି 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 ସିଏ ଯେତେ ବି ଜ୍ଞାନ ଅର୍ଜନ କରୁନା କାହିଁକି ତଥାପି ତଥାପି ଆହୁରି ଅନେକ ଜ୍ଞାନର ଭଣ୍ଡାର ରହିଛି ଯାହା ପାଖରେ କି ପହଞ୍ଚିବା ସମ୍ଭବ ହେବ ନାହିଁ। କେତେର ଚାବିକାଠି ସିଏ ତ କେବେ ଦେଖିବି ନଥିବ ଅନେକ, କିନ୍ତୁ ଯେତେବେଳେ ଆମେ ପ୍ରୟାସ କରି କରି ଚାଲୁ ଏବଂ ଆସ୍ପିରେସନ ଥାଏ, ଗୋଟେ ଆସ୍ପୃହା ଆମେ ରଖିଥାଉ ଯେ ପରମଙ୍କ ସହିତ ଏକୀଭୂତ ହବା, ପରମଙ୍କ ଦ୍ୱାରା ପରିଚାଳିତ ହବା, ତାଙ୍କରି ସ୍ପନ୍ଦନରେ ସ୍ପନ୍ଦିତ ହବା। ଯେତେବେଳେ ଏଇ ଆସ୍ପୃହା ରଖି ଆମେ ସାଧନା କରୁ ବା ପ୍ରୟାସ କରୁ ସେତେବେଳେ ତାଙ୍କ ସହିତ ସଂଯୁକ୍ତତା ଆସିଗଲା ପରେ ସବୁ ଚାବିକାଠି ବର୍ତ୍ତମାନ ଅଧିକାରୀ ମୁଁ ହେଇଗଲି, କାରଣ ମୁଁ ଯେତେବେଳେ ତାଙ୍କ ସହିତ ଏକ ହେଇଗଲି ସେତେବେଳେ ମୁଁ ହିଁ ନାହିଁ ନା, ଆଉ ଗୋଟେ ବ୍ୟକ୍ତି ସତ୍ତା ନାହିଁ। ବ୍ୟକ୍ତି ସତ୍ତା ଯଦି ନାହିଁ, ଯାହା ସହିତ ଏକୀଭୂତ ହେଲି ତାର ଯାହା ଯାହା ସମ୍ପତ୍ତି ସବୁ ମୋର ରହିଗଲା ନା, ମୁଁ ତା ଭିତରେ ରହିଗଲି, ସବୁ ମୋର ହେଇଗଲା। ତେଣୁ ସେତେବେଳେ ପୂର୍ଣ୍ଣ ମୂଲ୍ୟ ଉପଲବ୍ଧି ମୋ ପାଖରେ ପ୍ରାପ୍ତ ହେଇପାରିବ। ତା ସହିତ ଆହୁରି ଆମ ବୁଝିବା ପାଇଁ ଆହୁରି କହୁଛନ୍ତି ଯେ ସେ ଯୋଉ ତାଙ୍କ ସହିତ ଯୋଉ ଏକୀଭୂତ ହବା ବା ଦିବ୍ୟ ପରମ ସତ୍ତାଙ୍କ ଉଦ୍ଦେଶ୍ୟରେ ଆପଣାକୁ ସମର୍ପିତ କରିବା, ଦେଇଦବା, ଏଥିରେ କଣ ହୁଏ ଇଏ ହଉଛି ଗୋଟେ ସକ୍ରିୟ ଗତି ସ୍ପନ୍ଦନ ଏବଂ ସେଥିରେ ଶୁଦ୍ଧତମ ମାନେ ପିଓରେଷ୍ଟ ଶୁଦ୍ଧତମ ଉଚ୍ଚତର ସ୍ତରର ଏକ ପ୍ରେମ ମଧ୍ୟ ଅନ୍ତର୍ଗତ ରହିଥାଏ। ସେଥିରେ ଦବା ନବା ବା ଏସବୁର ଯୋଉ ଆମର ଯୋଉ ଭାବଗତ ସ୍ପନ୍ଦନ ନଥାଏ। ପୂର୍ଣ୍ଣତଃ ମାନେ ଅର୍ପଣର ଭାବ ଯୋଉଟା ଥାଏ ତାକୁ ଯଦି ଶୁଦ୍ଧ ଭାଷାରେ କହିବା ଯେ ପ୍ରେମ, ଉଚ୍ଚତର ସ୍ତରର ପ୍ରେମ ଯୋଉଟା କି ଶୁଦ୍ଧତମ, ସେଇ ସ୍ପନ୍ଦନ, ସେଇ ଅନୁସ୍ପନ୍ଦନ ତା ଭିତରେ ସ୍ପନ୍ଦିତ ହଉଥାଏ ଏବଂ ଏଇଟା ହିଁ ହଉଛି ଆମ ଜୀବନର ଯଥାର୍ଥ ଉଦ୍ଦେଶ୍ୟ। ଯେପରି ଦିବ୍ୟ ପରମ ସତ୍ତାଙ୍କ ଉଦ୍ଦେଶ୍ୟରେ ଆମେ ନିଜକୁ ପୂର୍ଣ୍ଣ ଭାବେ ଦେଇ ପାରିବୁ। ମା ମା Thank you, all, Robert.